ଏହି ଆପଣଙ୍କୁ ବୁଝିପାରୁନାହାନ୍ତି ତ ମନ ଦୁଃଖ କରନ୍ତୁ ନାହିଁ ବନ୍ଧୁ। କାହିଁକି ନା ଭଲ ବହି ଓ ଭଲ ମନ ସମସ୍ତେ ପଢିପାରନ୍ତି ନାହିଁ। ଓଁ ବିଷ୍ଣବେ ନମ। ନମସ୍କାର, ମୁଁ ଆପଣମାନଙ୍କର ସେହି ପ୍ରିୟ ଯଯାତି କେଶରୀ ଦାସ ସବୁଦିନ ଭଳି ଆଜି ବି ନେଇ ଆସିଛି ଆଜିର ରାଶିଫଳ। ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2026 ଏପ୍ରିଲ ମାସ 8 ତାରିଖ, ଓଡ଼ିଆ ଚୈତ୍ର ମାସ 25 ଦିନ, ବୁଧବାର, କୃଷ୍ଣ ପକ୍ଷ, ଷଷ୍ଠୀ ତିଥି, ଯାହା ଅପରାହ୍ନ 5:50 ପର୍ଯ୍ୟନ୍ତ ରହୁଛି। ତାପରେ ସପ୍ତମୀ ତିଥି ଆରମ୍ଭ ହଉଛି। ଆଜି ମୂଳା ନକ୍ଷତ୍ର, ଯାହା ଅହରାତ୍ରି ପର୍ଯ୍ୟନ୍ତ ରହୁଛି। ଆଜି ଧନୁ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହଉଛନ୍ତି, ଯାହା ପ୍ରାପ୍ତ 5:36 ସେହିଭଳି ସୂର୍ଯ୍ୟ ଅସ୍ତ ହଉଛନ୍ତି ଅପରାହ୍ନ 5:57। ଆଜି ଯୁଗ୍ନି ରହିଛି ପଶ୍ଚିମ ଦିଗେ, ଅପରାହ୍ନ 5:50 ପରେ ଯୁଗ୍ନି ବାୟ କୋଣରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି ତୁଳା ରାଶି ବ୍ୟକ୍ତି ଏବଂ କୁମ୍ଭ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି କର୍କଟ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ଅପରାହ୍ନ 5:50 ପରେ ଏକ ପାଦ ପୁଷ୍କର ଦୋଷ ଲାଗିବ। ଫଳ ରହୁଛି ପଶୁ ହାନି। ଆଜି ଷଷ୍ଠୀରେ ଶ୍ରାଦ୍ଧ, ନିଷିଦ୍ଧ ଖାଦ୍ୟ ରହିଛି ନିମ୍ବ ତତ୍ସହିତ ଯାହାକି ତାଳ ଭୋଜନ ନିଷେଧ ରହିଛି। ଆଜି ଶୁଭ କାର୍ଯ୍ୟ ଗୁଡ଼ିକ କରିପାରିବେ, ଯାହାକି ସୀମାନ୍ତୟନ, ପୁଂସବନ, ନିଷ୍କ୍ରାମଣ, ଋଗ୍ ବେଦ ବ୍ରତ ପ୍ରଣୟନ, ପୁରାତନ ଗ୍ରହ ପ୍ରବେଶ, ଔଷଧୀକରଣ ଓ ସେବନ, ହଳ ପ୍ରବାହ, ବୀର୍ଯ୍ୟରୋପଣ, ବୃକ୍ଷରୋପଣ। ଆଜିର ଅଶୁଭ ବେଳା, ଯାହା ଦିବା 8:29 ଦିବା 10:03 ମଧ୍ୟ ରହିଛି କାଳ ବେଳା। ସେହିଭଳି ଦିବା 11:36 ଦିବା 1:21 ମଧ୍ୟ ରହିଛି ବାର ବେଳା ସହିତ ରାହୁ କାଳ। ସେହିଭଳି ରାତ୍ରି 2:20 ରାତ୍ରି 3:54 ମଧ୍ୟ ରହିଛି କାଳରାତ୍ରି। ତେଣୁ କାଳରାତ୍ରି, ରାହୁ କାଳ, ବାର ବେଳା ଏବଂ କାଳ ବେଳା ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 7:10 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 4:51 ଅପରାହ୍ନ 5:57 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସନ୍ଧ୍ୟା 6:02 ରାତ୍ରି 10:45 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 1:28 ରାତ୍ରି 2:19 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 3:55 ଶେଷ ରାତ୍ରି 5:35 ମଧ୍ୟ ରହିଛି ଶୁଭ ବେଳା। ତେଣୁ ଏହି ଶୁଭ ସମୟରେ ଯେକୌଣସି ଶୁଭ କାର୍ଯ୍ୟ କରିପାରିବେ। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା। ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି, ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣ ସଫଳ ହବା ପାଇଁ ଚେଷ୍ଟା କରନ୍ତୁ। କେତେକାଂଶରେ ଆପଣଙ୍କର ବିରୁଦ୍ଧ ଆବାସ ଆସିପାରେ, କିନ୍ତୁ ଆପଣ ଧ୍ୟାନପୂର୍ବକ କାର୍ଯ୍ୟ କରିଲେ ସମସ୍ତ କାର୍ଯ୍ୟ ସଫଳତା ଆଡ଼କୁ ଅଗ୍ରଗତି କରିବ। ମେଷ ରାଶି ବ୍ୟକ୍ତି, ଆଜି ଶିକ୍ଷା କ୍ଷେତ୍ରରେ ଆପଣ ଆଗକୁ ବଢିବା ପାଇଁ ନିଶ୍ଚିତ ଚେଷ୍ଟା କରନ୍ତୁ, ଭାଗ୍ୟ ସାଥ ଦେଇପାରେ। ତତ୍ସହିତ ମେଷ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ନିଜକୁ ସ୍ଥିରତା ଅବଲମ୍ବନ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଧ୍ୟାନପୂର୍ବକ କାର୍ଯ୍ୟ କରିଲେ ମେଷ ରାଶି ବ୍ୟକ୍ତି ରାଜନୈତିକ କ୍ଷେତ୍ରରେ ମଧ୍ୟ ପ୍ରତିଷ୍ଠା ଲାଭ କରିପାରନ୍ତି। ଆଜି ମେଷ ରାଶି ବ୍ୟକ୍ତି ଯେଉଁମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି, ନିଶ୍ଚିତ ନିଜର ମନୋବଳ ବଢିବ ଏବଂ ଆପଣଙ୍କର ବୈବାହିକ ଜୀବନ ସୁଖମୟରେ କଟିବାର ସୁଯୋଗ ଦେଇପାରେ ଏବଂ ପାରିବାରିକ ସମ୍ପର୍କ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆଜି ମେଷ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣ ନିଶ୍ଚିତ ଅନେକ ପ୍ରକାର ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ମେଷ ରାଶି ବ୍ୟକ୍ତି ବନ୍ଧୁ ବର୍ଗଙ୍କ ଦ୍ୱାରା ଆପଣଙ୍କର ଅନେକ ଯାହାକି କାର୍ଯ୍ୟରେ ସଫଳ ହବ, ଯାହାକି ବେପାର ବାଣିଜ୍ୟରେ ମଧ୍ୟ ଆପଣ ତାଙ୍କ ଦ୍ୱାରା ଅନେକ ଲାଭ କରିପାରନ୍ତି। ଆଜି ମେଷ ରାଶି ବ୍ୟକ୍ତି କୌଣସି ଆଧ୍ୟାତ୍ମିକ କାର୍ଯ୍ୟରେ ନିୟୋଜିତ ହବା ପାଇଁ ମନ ବଳିପାରେ କିମ୍ବା ଆଧ୍ୟାତ୍ମିକ କାର୍ଯ୍ୟରେ ଆପଣ ଜଡ଼ିତ ହବାର ଅନେକ ଚାନ୍ସ ରହୁଛି।
आज मेष राशि व्यक्ति स्वास्थ्यगत दृष्टि देखिले आपणकर स्वास्थ्य चिंता किछि मात्रा आपणकु जहाँकि डाउन करिपारे, तेणु यह प्रति ध्यान दबार आवश्यकता रही। आज मेष राशि व्यक्तिंकर भाग्य संख्या रही जहाँकि 3, भाग्य रंग जहाँकि आपण व्यवहार करिपारिबे हळदिया रंग, एवं ग्रह माने आपण को आज 65% साथ दउछंती। एबे चलंतु जानिबा वृष राशि व्यक्तिंक विषय। वृष राशि व्यक्ति आज कार्य करुथिला बेले अनेक परिमाण रे भय मानसिक स्तर रे आसी पारे, तेणु यहा प्रति ध्यान दबार आवश्यकता रही। वृष राशि व्यक्ति आज वृष राशि व्यक्ति राजनीतिक सामाजिक क्षेत्र रे आपण को निजर कंट्रोल करी कार्य करिवार आवश्यकता रही। तत्सहित वृष राशि व्यक्ति शिक्षा क्षेत्र रे विद्यार्थी माने निजर पाठ पढ़ा पढ़ी रे अवहेला करि पारंती, मानसिक स्तर रे दुर्बल अस्थिरता आड़कू अग्रगति करि पारंती, तेणु ध्यान पूर्वक यह प्रति सचेतन रहिबार आवश्यकता रही। वृष राशि व्यक्ति आज वृष राशि व्यक्ति प्रेम दुनिया रे जो माने जड़ित अछंती सेमानक पई आज भलो दिन होई पारे, तेबे केतेकांश रे पारिवारिक समस्या भितरे मध्य आपणकर शांति आसीबो, जहा निज भितर भलो संपर्क देखा देबो, जहा आपणक भाग्य चक्र रु जणा पडुची। तेबे वृष राशि व्यक्ति आज आर्थिक दृष्टि देखिले आपण व्यापार वाणिज्य रे अनेक प्रकार लाभ करिवार पूर्ण सुजोग रहुची, जहा आपणक भाग्य चक्र रु जणा पडुची। आज वृष राशि व्यक्ति किछि नूतन जगह को जदि जाउछंती टिके सावधान सहकारे रुहंतु, विशेष करी रास्ता घाट रे छोट मोट पीड़ा आपणको आघात देई पारे। विशेष करी आपणकर स्वास्थ्य समस्या आज अनेक परिमाण रे बढ़ी पारे। पूर्वरु जदि आपणकर स्वास्थ्य समस्या थिबो आज टिके खाद्य पेय को सावधान सहकारे परिचालना करंतु, जहा आपणको पई भलो हेबो। आज वृष राशि व्यक्तिंकर भाग्य संख्या रही जहा कि 1, भाग्य रंग जहा कि आपण सुनेली रंग व्यवहार करि पारिबे, एवं ग्रह माने आपण को आज जहा कि 45% साथ दउछंती। एबे चलंतु जानिबा मिथुन राशि व्यक्तिंक विषय। मिथुन राशि व्यक्ति आज समस्त प्रकार सुख प्राप्त करिवार जुग रहुची। निजर स्वार्थ अधिक ध्यान देबे, काहार कोन हेला न हेला आपणकर सेथिरे कौनसी जाए आसे नाही। निज कार्य केमिति सफल हेबो सेथि प्रति अधिक आगभर होई पारंती मिथुन राशि व्यक्ति। आज मिथुन राशि व्यक्ति राजनीतिक सामाजिक क्षेत्र रे दक्षता वृद्धि करिवो। तत्सहित मिथुन राशि व्यक्ति शिक्षार्थी विद्यार्थी मानकर आज शुभ जुग रहुची, जहा कि निजर दक्षता बल रे जहा कि इंटरव्यू एग्जाम थिले सेथिरे सफलता प्राप्त करि पारंती। तेबे मिथुन राशि व्यक्ति आज व्यापार वाणिज्य रे आपण आशा अनुसार अनेक प्रकार लाभ करिवार पूर्ण सुजोग रहुची। किछि नूतन बिजनेस करिवार, किछि संकल्प नबार आज शुभ जुग रहुची, जहा आपणक भाग्य चक्र रु जणा पडुची। आज मिथुन राशि व्यक्ति जो माने प्रेम संबंध रे रहिचंती अनेक मधुर संपर्क सृष्टि हेबो। तत्सहित आज पारिवारिक संपर्क आपणकर भलो रहिबो। निज भितरे परिवार संबंध अति सुखमय परिवेश रे कटिबार सुजोग दउछि। आज मिथुन राशि व्यक्ति स्वास्थ्यगत दृष्टि देखिले आपणकर पूर्वरु जदि किछि स्वास्थ्य समस्या थिबो ता समाधान आज होबार अनेक चांस रहुछि। आज मिथुन राशि व्यक्तिंकर भाग्य संख्या रही जहा कि 8, भाग्य रंग जहा कि आपण व्यवहार करि पारिबे गुलाबी रंग व्यवहार करि पारिबे, एवं ग्रह माने आपण को आज जहा कि 80% साथ दउछंती। एबे चलंतु जानिबा कर्कट राशि व्यक्तिंक विषय। कर्कट राशि व्यक्ति आज आपणकर भाग्य पूर्ण सफलता जुग रहिची, जहा कि ग्रह माने आज पूर्ण शुभ जुग बनौचंती। आज कर्कट राशि व्यक्ति महा आनंद रे दिन कटिबे। दैनंदिन कार्य रे आपण आगो को बढ़िबार पूर्ण सुजोग रहुची। चाकरी क्षेत्र रे आपणकर कार्य गुडी को मनोभरा रहिबो, जहा कि उपरस्थ ऑफिसर आपणक ऊपर आनंदित हेबे। तत्सहित कर्कट राशि व्यक्ति शिक्षार्थी विद्यार्थी मानकर इंटरव्यू एग्जाम थिले सेथिरे अनेक प्रकार जहा कि कार्य हासिल करिवे, अर्थात आपणकर इंटरव्यू भलो होबार सुजोग दउछि। तत्सहित कर्कट राशि व्यक्ति
ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବୃଦ୍ଧି କରିବ ଏବଂ ଆପଣଙ୍କର ପ୍ରତିଷ୍ଠା ଲାଭ ହେବ। କର୍କଟ ରାଶି ବ୍ୟକ୍ତି ଆଜି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ମଧୁର ସମ୍ପର୍କ ଦେଖାଦେବ। ଆଜି କିଛି ଯଦି ପ୍ରେମ ବାର୍ତ୍ତାଳାପ କରିବା ପାଇଁ ଉତ୍ତମ ଯୁଗ ରହୁଛି ଏବଂ ପ୍ରେମ ସମ୍ବନ୍ଧରେ କଥାବାର୍ତ୍ତା ପାଇଁ ଆଜି ଶୁଭ ଯୁଗ ବନଉଛି। ତତ୍ସହିତ କର୍କଟ ରାଶି ବ୍ୟକ୍ତି ଆଜି ଆପଣଙ୍କର ବୈବାହିକ ଜୀବନ ସୁଖମୟ ପରିବେଶର କଟିବା ସହିତ ପାରିବାରିକ ସମସ୍ୟା ମହା ଆନନ୍ଦରେ, ଯାହାକି ଯଦି କିଛି ସମସ୍ୟା ଥିବ ଆଜି ଶୁଭ ରେ କଟିବ, ଅର୍ଥାତ ପୂର୍ବରୁ ସମସ୍ୟା ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି କର୍କଟ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା କିଛି ରହିବ ନାହିଁ। ତତ୍ସହିତ ବେପାର ବାଣିଜ୍ୟରେ କରୁଥିଲେ କର୍କଟ ରାଶି ବ୍ୟକ୍ତି ଆଜି ଅନେକ ପ୍ରକାର ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ନୂତନ ବେପାର ବାଣିଜ୍ୟ କରିବା ପାଇଁ ଶୁଭ ଯୁଗ ରହୁଛି। ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ କର୍କଟ ରାଶି ବ୍ୟକ୍ତିଙ୍କର ଅତି ଉତ୍ତମ ଦିନ ହୋଇପାରେ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6, ଭାଗ୍ୟ ରଙ୍ଗ ଯାହାକି ଆପଣ ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ବିଦ୍ୟାର୍ଥୀ ମାନଙ୍କ ପାଇଁ ଅନେକ ସଫଳତା ପ୍ରାପ୍ତ କରିବ। ଇଣ୍ଟରଭ୍ୟୁ ଏକ୍ଜାମରେ ଆପଣ କାର୍ଯ୍ୟ ହାସଲ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ଆଜି ନିଜର ପାଠ ପଢା ପ୍ରତି ଅଧିକ ମନୋବଳ ବା ଆକର୍ଷଣୀୟ ହୋଇପାରନ୍ତି। ଆଜି ଯାହାକି ସିଂହ ରାଶି ବ୍ୟକ୍ତିଙ୍କର ଆପଣଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିଲା ବେଳେ ଅନେକ ପ୍ରତିଷ୍ଠା ବା ନିଜର ଦକ୍ଷତା ବୃଦ୍ଧି କରିପାରନ୍ତି। ତତ୍ସହିତ ସିଂହ ରାଶି ବ୍ୟକ୍ତି ଆଜି ସାମାଜିକ ସହିତ ଆପଣଙ୍କର ଦୈନନ୍ଦିନ କାର୍ଯ୍ୟରେ ମଧ୍ୟ ଆଗକୁ ବଢିବେ, ନିଜର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବେ। ତତ୍ସହିତ ସିଂହ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ଆଜି ମହା ଆନନ୍ଦରେ ଦିନ କଟିପାରେ, ଯାହାକି ମଧୁର ବାର୍ତ୍ତାଳାପ ସହିତ ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବାର ଅତି ଉତ୍ତମ ଯୁଗ ବନଉଛି। ଆଜି ସିଂହ ରାଶି ବ୍ୟକ୍ତି ବେପାର ବାଣିଜ୍ୟ କରୁଥିଲେ ନିଶ୍ଚିତ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି କୌଣସି ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଶୁଭ ଯୁଗ ଦେଇପାରେ। ତତ୍ସହିତ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ସିଂହ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଚିନ୍ତା ଟିକେ ବଢିପାରେ, ଯାହାକି ଅନେକ କ୍ଷେତ୍ରରେ ମାନସିକ ସ୍ତରରେ ଆପଣ ଅସ୍ଥିର ଦୁର୍ବଳ ହୋଇପାରନ୍ତି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ସିଂହ ରାଶି ବ୍ୟକ୍ତିଙ୍କର ଆଜି ଭାଗ୍ୟ ସଂଖ୍ୟା ରହିଛି ଯାହାକି 4, ଭାଗ୍ୟ ରଙ୍ଗ ଯାହାକି ଆପଣ ସବୁଜ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 70% ସାଥ ଦଉଛନ୍ତି। ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ଭାଗ୍ୟ ଆଜି ଆପଣଙ୍କର କମ ପରିମାଣରେ ସାଥ ଦଉଛି, ତେଣୁ ପ୍ରତ୍ୟେକ କାର୍ଯ୍ୟ ଅସ୍ଥିରତା ନ ହୋଇ ସ୍ଥିରତା ହୋଇ କାର୍ଯ୍ୟ କରନ୍ତୁ। କୌଣସି ଗୁରୁତ୍ୱପୂର୍ଣ୍ଣ ଆଜି ନିଷ୍ପତ୍ତି ନିଅନ୍ତୁ ନାହିଁ ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ନିଜର କାର୍ଯ୍ୟ ଯାହାକି ସଚେତନ ସହକାରେ କରନ୍ତୁ। କୌଣସି ଯାହାକି କଥା କହିଲା ବେଳେ ଝଗଡା କଳହ ପ୍ରତି ସାବଧାନ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ, ନହେଲେ ମାନ ସମ୍ମାନ ଆପଣଙ୍କର ହାନି ହବାର ଅନେକ ଚାନ୍ସ ରହୁଛି କନ୍ୟା ରାଶି ବ୍ୟକ୍ତିଙ୍କର। ଆଜି କନ୍ୟା ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ବିଶେଷ ସଫଳତା ଦିନ ହୋଇ ନପାରେ। ଆଜି କନ୍ୟା ରାଶି ବ୍ୟକ୍ତି ଯାହାକି ବେପାର ବାଣିଜ୍ୟ କରୁଥିଲେ ସାବଧାନ ସହକାରେ କରନ୍ତୁ। ଆଜି ଆପଣଙ୍କର ଆର୍ଥିକ ସ୍ଥିତି ଭଲ ନାହିଁ, ଯାହାକି ଆର୍ଥିକ ସ୍ଥିତି ଆପଣଙ୍କର ନିମ୍ନଗାମୀ ରହୁଛି। ତତ୍ସହିତ ଆଜି କନ୍ୟା ରାଶି ବ୍ୟକ୍ତି ଯଦି କୌଣସି କାର୍ଯ୍ୟ ପାଇଁ ଆପଣ ଦୂରଯାତ୍ରା କରୁଛନ୍ତି, ସେ ଦୂରଯାତ୍ରାରେ ଆପଣଙ୍କର କାର୍ଯ୍ୟ ସଫଳତା ହବା ଭାରି କଷ୍ଟକର ଯୁଗ ବନଉଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଯାହାକି ଆପଣଙ୍କର ପ୍ରେମ ସମ୍ବନ୍ଧରେ ଦେଖିଲେ ଆପଣଙ୍କ ନିଜ ଭିତରେ କିଛି ମନାନ୍ତର ଯୁଗ ରହୁଛି, ତେଣୁ ମଧୁର ସମ୍ପର୍କ ରଖିବା ପାଇଁ ଚେଷ୍ଟା କରନ୍ତୁ, ଭଲ ବାର୍ତ୍ତାଳାପ କରନ୍ତୁ, କୌଣସି କଳହ ଯୁକ୍ତିତର୍କ କଟୁ କଥା କୁହନ୍ତୁ ନାହିଁ, ଯାହା ଆପଣଙ୍କର ପ୍ରେମ ସମ୍ବନ୍ଧରେ ସ୍ଥିରତା ରହିବ ଏବଂ ପାରିବାରିକ ସମ୍ପର୍କ ଭିତରେ ଆପଣ ନିଶ୍ଚିତ ସାବଧାନ ସହକାରେ ନିଜର କଥାବାର୍ତ୍ତା କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ଯାହାକି କନ୍ୟା ରାଶି ବ୍ୟକ୍ତିଙ୍କର
ଭାଗ୍ୟ ସଂଖ୍ୟା ରହିଛି 2, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ଧୂସର ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ନିଜର ଦକ୍ଷତା ବଳରେ ସମସ୍ତ କାର୍ଯ୍ୟ ସଫଳତା ଆଡକୁ ଅଗ୍ରଗତି କରିପାରନ୍ତି। ତତ୍ସହିତ ଦୈନନ୍ଦିନ କାର୍ଯ୍ୟରେ ଆପଣ ଅନେକ ସୁଖ ପ୍ରାପ୍ତ କରିବା ସହିତ ନିଜର ଚାକିରି ସମ୍ବନ୍ଧରେ କାର୍ଯ୍ୟଗୁଡ଼ିକୁ ଆପଣଙ୍କର କାର୍ଯ୍ୟକୌଶଳ ଦେଖି ଉପରସ୍ଥ କର୍ମଚାରୀ ଆପଣଙ୍କୁ ନିଶ୍ଚିତ ପ୍ରଶଂସା କରିପାରନ୍ତି। ତୁଳା ରାଶି ବ୍ୟକ୍ତି ଆଜି ତୁଳା ରାଶି ବ୍ୟକ୍ତି ଯାହାକି କିଛି ନୂତନ ବସ୍ତ୍ର କିମ୍ବା ଉପହାର ମିଳିବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଉତ୍ତମ ଯୁଗ ବନଉଛି ଏବଂ ଆଜି ତୁଳା ରାଶି ବ୍ୟକ୍ତିଙ୍କର ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ନିଜର ଦବଦବା ବଢି ପାରନ୍ତି। ତତ୍ସହିତ ତୁଳା ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ଆଜି ମଧୁର ସମ୍ପର୍କ ବା ପ୍ରୀତି ଅଧିକ ଦେଖା ଦେଇପାରେ। ତତ୍ସହିତ ତୁଳା ରାଶି ବ୍ୟକ୍ତି ଆଜି ପାରିବାରିକ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବାର ସୁଯୋଗ ଦେଇପାରେ। ଆଜି ତୁଳା ରାଶି ବ୍ୟକ୍ତି ଯାହାକି କୌଣସି କମ୍ପିଟିସନ କ୍ଷେତ୍ରରେ ଯଦି ଭାଗ ନେଉଛନ୍ତି ସେଥିରେ ବିଜୟ ହବାର ଅନେକ ଚାନ୍ସ ରହୁଛି। ସଦାବେଳେ ଆପଣ ହସ ଖୁସିରେ ଦିନ କଟିବାର ପୂର୍ଣ୍ଣ ସୁଯୋଗ ରହୁଛି। ବନ୍ଧୁ ପ୍ରିୟଜନଙ୍କ ସହିତ ଭଲ ସମ୍ବନ୍ଧ ରହିପାରେ। ତତ୍ସହିତ ଆଜି ତୁଳା ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ନୂତନ ବିଜନେସ କରିବା ପାଇଁ ଆଜି ଉତ୍ତମ ଯୁଗ ବନଉଛି। ତତ୍ସହିତ ଆଜି ତୁଳା ରାଶି ବ୍ୟକ୍ତି ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଭାଗ୍ୟ ଆପଣଙ୍କର ପୂର୍ଣ୍ଣ ସାଥ ଦେଉଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ତାହାର ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ଆପଣଙ୍କର ଯାହାକି ଆନନ୍ଦମୟ ପରିବେଶ ହବ। ତତ୍ସହିତ ଆଜି ପାରିବାରିକ ସମ୍ପର୍କ ଆପଣଙ୍କର ଅନେକ ସୁଖ ଦେବ ଏବଂ ପରିବାର ବର୍ଗଙ୍କର ବିଶେଷ କରି ପିଲା ଛୁଆଙ୍କ ସହିତ ଆପଣଙ୍କର ମନ ସଦାବେଳେ ପ୍ରସନ୍ନ ରହିବା ସହିତ ଯୋଉମାନେ ପ୍ରେମ କରୁଛନ୍ତି ସେମାନଙ୍କ ପାଇଁ ଆଜି ମଧୁର ବା ଉତ୍ତମ ଦିନ ହୋଇପାରେ। ଆଜି ବିଛା ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ଯୋଉମାନେ ଅନେକ ସଫଳତା ହାସଲ କରିବାର ସୁଯୋଗ ରହୁଛି। ତତ୍ସହିତ ରାଜନୈତିକ ସାମାଜିକ କ୍ଷେତ୍ରରେ ବିଛା ରାଶି ବ୍ୟକ୍ତି ଆଜି ପଦମର୍ଯ୍ୟାଦା ସହିତ ମାନ ସମ୍ମାନ ଆପଣଙ୍କର ନିଶ୍ଚିତ ପ୍ରତିଷ୍ଠା ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ବିଛା ରାଶି ବ୍ୟକ୍ତି ଯେକୌଣସି ଶୁଭ କାର୍ଯ୍ୟ ପାଇଁ ଉତ୍ତମ ଯୁଗ ରହୁଛି ଅର୍ଥାତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ପୂର୍ଣ୍ଣ ଶୁଭ ଯୁଗ ରହୁଛି। ତତ୍ସହିତ ବିଛା ରାଶି ବ୍ୟକ୍ତି ନିଜର ବେପାର ବାଣିଜ୍ୟ ଯଦି କରୁଛନ୍ତି ଅନେକ ପ୍ରକାର ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ବିଛା ରାଶି ବ୍ୟକ୍ତି ଯାହାକି ବେପାର ବାଣିଜ୍ୟରେ ଯେକୌଣସି ନିଷ୍ପତ୍ତି ନେବା ପାଇଁ ବା କୌଣସି ନୂତନ ବିଜନେସ କରିବା ପାଇଁ ପୂର୍ଣ୍ଣ ଶୁଭ ଯୁଗ ରହୁଛି। ଆଜି ବିଛା ରାଶି ବ୍ୟକ୍ତିଙ୍କର ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଆଉ ଟିକେ ଅସ୍ଥିରତା ଆଡକୁ ଅଗ୍ରଗତି କରିପାରେ। ତେଣୁ ନିଶ୍ଚିତ ସ୍ୱାସ୍ଥ୍ୟ ପ୍ରତି ଟିକେ ସଚେତନ ରହିବାର ଆବଶ୍ୟକତା ରହିଛି ବିଛା ରାଶି ବ୍ୟକ୍ତିଙ୍କୁ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 85% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଏକ ଉତ୍ତମ ଦିନ ହୋଇପାରେ। ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ଆପଣଙ୍କର ସମ୍ପୂର୍ଣ୍ଣ ହବାର ଅନେକ ଯୁଗ ବନଉଛି। ପୂର୍ବରୁ କିଛି ମନସ୍କାମନା ଯଦି କରୁଛନ୍ତି ବା କିଛି କାର୍ଯ୍ୟ ବା କିଛି ମନରେ ଚିନ୍ତା କରିଛନ୍ତି ତାହା ସଫଳ ହବାର ଆଜି ଉତ୍ତମ ଦିନ ହୋଇପାରେ ଧନୁ ରାଶି ବ୍ୟକ୍ତିଙ୍କର। ଆଜି ଧନୁ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଯାହାକି ପୂର୍ଣ୍ଣ ଶୁଭ ଯୁଗ ରହୁଛି। ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ ସଫଳତା ପ୍ରାପ୍ତ କରିପାରନ୍ତି। ତତ୍ସହିତ ଧନୁ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ସହିତ ନିଜର ପଦମର୍ଯ୍ୟାଦା ବୃଦ୍ଧି କରିବ।
ତତ୍ସହିତ ଆଜି ଧନୁରାଶି ବ୍ୟକ୍ତିଙ୍କର ଆପଣଙ୍କର ଚାକିରି ସମ୍ବନ୍ଧରେ କାର୍ଯ୍ୟ ଆପଣଙ୍କର କାର୍ଯ୍ୟ କୌଶଳ ଦେଖି ଉପରସ୍ଥ କର୍ମଚାରୀ ଆପଣଙ୍କ ଉପରେ ସଦାବେଳେ ପ୍ରସନ୍ନ ରହିବେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଆଜି ଧନୁରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ସେମାନଙ୍କ ପାଇଁ ଆଜି ଉତ୍ତମ ଦିନ ହେବ। ମଧୁର ବାର୍ତ୍ତାଳାପ ସହିତ ଆପଣଙ୍କର ଭଲ ଭାବ ପ୍ରୀତି ଦେଖା ଦେଇପାରେ। ତତ୍ସହିତ ଆଜି କିଛି ନୂତନ ପ୍ରେମ ସମ୍ବନ୍ଧ ସୃଷ୍ଟି କରିବା ପାଇଁ ଉତ୍ତମ ଯୁଗ ରହୁଛି, ଯାହା ଧନୁରାଶି ବ୍ୟକ୍ତିଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଆଜି ଧନୁରାଶି ବ୍ୟକ୍ତି ଆପଣଙ୍କର ପରିବାର ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବ। ଆପଣଙ୍କର କାର୍ଯ୍ୟ କୌଶଳ ଦେଖି ପରିବାର ବର୍ଗ ସମସ୍ତେ ଆପଣଙ୍କ ଉପରେ ସଦାବେଳେ ଖୁସିରେ ରହିବେ ଏବଂ ଭଲ ସମ୍ପର୍କ ରହିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଧନୁରାଶି ବ୍ୟକ୍ତିଙ୍କର ବେପାର ବାଣିଜ୍ୟରେ ଅନେକ ପ୍ରକାର ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହାକି ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଯେକୌଣସି ବେପାର ବାଣିଜ୍ୟରେ ନବା ପାଇଁ ଆଜି ଶୁଭ ଯୁଗ ରହୁଛି। ତତ୍ସହିତ ଆଜି ଧନୁରାଶି ବ୍ୟକ୍ତିଙ୍କର ପୂର୍ବରୁ ଯାହାକି ବେପାର ବାଣିଜ୍ୟରେ କିଛି କ୍ଷତି ଯଦି ହେଇଥିବ ତାହାର ଆଜି ଭରଣ ହବାର ଅନେକ ଚାନ୍ସ ରହୁଛି। ଆଜି ଧନୁରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ଧନୁରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ମିଶ୍ରିତ ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ଟିକେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି, କାରଣ ଆପଣଙ୍କର ଭାଗ୍ୟ ଗ୍ରହ ଯାହାକି ସ୍ୱାସ୍ଥ୍ୟରେ ଅନେକ ଯାହାକି ସମସ୍ୟା ସୃଷ୍ଟି କରିପାରେ। ପୂର୍ବରୁ ଯଦି ସ୍ୱାସ୍ଥ୍ୟ ଆପଣଙ୍କର ଖରାପ ଥିବ ଆଜି ଟିକେ ସାବଧାନ ହୋଇଯାଆନ୍ତୁ। ତେବେ ଆଜି ମକର ରାଶି ବ୍ୟକ୍ତି ପ୍ରାୟତଃ ଆପଣଙ୍କର ବନ୍ଧୁ ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବ ଏବଂ ପରିବାର ବର୍ଗଙ୍କ ସହିତ ଆଜି ହସ ଖୁସିରେ ଦିନ କଟିବାର ସୁଯୋଗ ରହୁଛି। ତତ୍ସହିତ ଆଜି ମକର ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଥିବେ ସେମାନଙ୍କ ପାଇଁ ଉତ୍ତମ ଯୁଗ ହୋଇପାରେ। ତତ୍ସହିତ ଆଜି ମଧୁର ବାର୍ତ୍ତାଳାପ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଯାହାକି ମକର ରାଶି ବ୍ୟକ୍ତି ଆପଣଙ୍କର ଭାଇ କିମ୍ବା ଭଉଣୀଙ୍କ ସହିତ ଭଲ ସମ୍ବନ୍ଧ ରଖି ଆପଣଙ୍କର କାର୍ଯ୍ୟ ହାସଲ କରିବାର ଉତ୍ତମ ଯୁଗ ରହୁଛି। ଆଜି ମକର ରାଶି ବ୍ୟକ୍ତି କିଛି ଧାର୍ମିକ କାର୍ଯ୍ୟ ପ୍ରତି ଆପଣଙ୍କର ରୁଚି ବଢିପାରେ କିମ୍ବା କିଛି ମନ୍ଦିର ପରିଦର୍ଶନ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ମକର ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଯୁଗ ହୋଇପାରେ, କିନ୍ତୁ ଆଶା ଅନୁଯାୟୀ ବିଶେଷ କରି ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ ବିଶେଷ ସଫଳତା ନ ମିଳିପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମକର ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା କିଛି ସ୍ଥିରତା ଉପରେ ନିହାତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। କୌଣସି କ୍ଷେତ୍ରରେ ଆପଣ ଅଧିକ ଆଗଭର ହୋଇ ବା ଆଗୁଆ କୁହାଳିଆ ଭଳି କାର୍ଯ୍ୟ କରନ୍ତୁ ନାହିଁ। ସ୍ଥିରତା ରହି କାର୍ଯ୍ୟ କରିଲେ ଆପଣଙ୍କର ମାନ ସମ୍ମାନ ପ୍ରତିଷ୍ଠା ଯାହାକି ବଜାଇ ରହି ନିଜର କାର୍ଯ୍ୟ ଯାହାକି ରାଜନୈତିକ କ୍ଷେତ୍ରରେ ପରିପ୍ରକାଶ କରିପାରନ୍ତି। ତେବେ ଆଜି ମକର ରାଶି ବ୍ୟକ୍ତିଙ୍କର ଯାହାକି ଭାଗ୍ୟ ସଂଖ୍ୟା ରହିଛି 6, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କର ସଫଳତା ପାଇବାର ପୂର୍ଣ୍ଣ ସୁଯୋଗ ରହିଛି। ନିଜର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବ। ଆପଣଙ୍କର ଦୈନନ୍ଦିନ କାର୍ଯ୍ୟ ଆଗକୁ ବଢିବା ସହିତ ଅଫିସ ଜନିତ କାର୍ଯ୍ୟରେ ଆପଣଙ୍କର ପଦମର୍ଯ୍ୟାଦା ବଢିବା ସହିତ ଆଜି କୁମ୍ଭ ରାଶି ବ୍ୟକ୍ତି ଯାହାକି ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ବିଦ୍ୟାର୍ଥୀ ଶିକ୍ଷାର୍ଥୀ ମାନଙ୍କ ପାଇଁ ଉତ୍ତମ ଶୁଭ ଯୁଗ ରହୁଛି, ଯାହାକି ସେଥିରେ ଭଲ ସଫଳତା ପ୍ରାପ୍ତ କରିବେ। ତତ୍ସହିତ କୁମ୍ଭ ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଯୋଉମାନେ କାର୍ଯ୍ୟ କରୁଛନ୍ତି ନିଜର ଦକ୍ଷତା ବୃଦ୍ଧି କରିବ, ନିଜର ମାନ ସମ୍ମାନ ପ୍ରତିଷ୍ଠା ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ଆଜି କୁମ୍ଭ ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ କିଛି ନୂତନ ସମ୍ବନ୍ଧ ବନେଇବା ପାଇଁ ଆଜି ଉତ୍ତମ ସୁଯୋଗ ରହୁଛି। ତତ୍ସହିତ କୁମ୍ଭ ରାଶି ବ୍ୟକ୍ତି ଆଜି ପାରିବାରିକ ସମ୍ବନ୍ଧ ଭଲ ରହିବ ଏବଂ ଆଜି କୁମ୍ଭ ରାଶି ବ୍ୟକ୍ତି ବେପାର ବାଣିଜ୍ୟ କରୁଥିଲେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ଆପଣଙ୍କର ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ପୂର୍ଣ୍ଣ ଶୁଭ ଯୁଗ ରହୁଛି, ଯାହା ଗ୍ରହ ମାନେ ଆପଣଙ୍କୁ ଶୁଭ ଦୃଷ୍ଟିରେ ଦେଖୁଛନ୍ତି।
ତେବେ ଆଜି କୁମ୍ଭ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧ କିଛି ରହିବ ନାହିଁ। ଯାହାକି ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ତାହା ଆଜି ସମାଧାନ ହବାର ଅନେକ ଚାନ୍ସ ରହୁଛି। ତେବେ ଆଜି କୁମ୍ଭ ରାଶି ବ୍ୟକ୍ତି କିଛି ନୂତନ ଜିନିଷ ଆଣିବାର ପୂର୍ଣ୍ଣ ସୁଯୋଗ ରହୁଛି, କିମ୍ବା କିଏ ଆପଣଙ୍କୁ ଯାହାକି ସରପ୍ରାଇଜ ଦବାର ଯାହାକି ଯୁଗ ବନଉଛି। ତେବେ ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଯାହାକି ଭାଗ୍ୟ ସଂଖ୍ୟା ରହିଛି 4, ଭାଗ୍ୟ ରଙ୍ଗ ଯାହାକି ଆପଣ ସବୁଜ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ଅତି ଉତ୍ତମ ଯୁଗ ରହୁଛି। ପୂର୍ବରୁ ଯୋଉମାନେ ଶତ୍ରୁତା ଆପଣଙ୍କ ସାଥିରେ କରିଥିବେ ସେମାନେ ଆଜି ମିତ୍ରତା କ୍ଷେତ୍ରରେ ହାତ ବଢେଇ ପାରନ୍ତି, କିମ୍ବା ଆପଣ ଆଜି ଶତ୍ରୁ ନାଶ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ମୀନ ରାଶି ବ୍ୟକ୍ତି ଆଜି ଯେକୌଣସି କମ୍ପିଟିସନ କ୍ଷେତ୍ରରେ ଯଦି ଭାଗ ନେଉଛନ୍ତି ସେଥିରେ ସଫଳତା ହବାର ଅତି ଉତ୍ତମ ଯୁଗ ରହୁଛି। ଆଜି ମୀନ ରାଶି ବ୍ୟକ୍ତି ଯାହାକି ବିଦ୍ୟାର୍ଥୀ ଶିକ୍ଷାର୍ଥୀ ମାନଙ୍କ ପାଇଁ ଅନେକ ପ୍ରକାର ସଫଳତା ପ୍ରାପ୍ତ କରିବାର ସୁଯୋଗ ରହୁଛି। ତତ୍ସହିତ ରାଜନୈତିକ ସାମାଜିକ କ୍ଷେତ୍ରରେ ଭାଗ୍ୟ ଆପଣଙ୍କର ସାଥ ଦେବାରୁ ଆପଣଙ୍କର ପଦମର୍ଯ୍ୟାଦା ବଢିବ ଏବଂ ମାନ ସମ୍ମାନ ଅନେକ କ୍ଷେତ୍ରରେ ବୃଦ୍ଧି ହବାର ସୁଯୋଗ ରହୁଛି। ଆଜି ମୀନ ରାଶି ବ୍ୟକ୍ତି ଆପଣ ଅଫିସ ଜନିତ କ୍ଷେତ୍ରରେ ଯଦି କାର୍ଯ୍ୟ କରୁଛନ୍ତି ଆପଣଙ୍କର କାର୍ଯ୍ୟ କୌଶଳ ଦେଖି ଅନେକ ପରିମାଣରେ ଉପରସ୍ଥ କର୍ମଚାରୀ ଆପଣଙ୍କ ଉପରେ ପ୍ରଶଂସା ହବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ମୀନ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଅନେକ ପ୍ରକାର ଲାଭ ପାଇବାର ପୂର୍ଣ୍ଣ ଯୁଗ ରହୁଛି। ନୂତନ ବେପାର ବାଣିଜ୍ୟ କରିବା ପାଇଁ ଆଜି ଶୁଭ ଯୁଗ ରହୁଛି ଯେକୌଣସି ନିଷ୍ପତ୍ତି ନେବା ପାଇଁ। ତେବେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାର ପୂର୍ଣ୍ଣ ଭାଗ୍ୟ ଆପଣଙ୍କୁ ସାଥ ଦେଉଛି। ଆଜି ମୀନ ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ଆଜି ଆମୋଦ ପ୍ରମୋଦ କରିବାର ପୂର୍ଣ୍ଣ ଶୁଭ ଯୁଗ ରହୁଛି। ତତ୍ସହିତ କିଛି ନୂତନ ପ୍ରେମ ପାଇଁ ଆଜି ଶୁଭ ଯୁଗ ରହୁଛି। ଆଜି ମୀନ ରାଶି ବ୍ୟକ୍ତି ପରିବାର କିମ୍ବା ଆପଣଙ୍କର ପିଲା ଛୁଆଙ୍କ ସହିତ ଭଲ ସମ୍ବନ୍ଧ ରହିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମୀନ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ପୂର୍ଣ୍ଣ ସୁସ୍ଥ ରହିବେ। ଯଦି ପୂର୍ବରୁ କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ତାହା ଆଜି ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2, ଭାଗ୍ୟ ରଙ୍ଗ ଯାହାକି ଆପଣ ବ୍ୟବହାର କରିପାରିବେ ଧଳା ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 90% ସାଥ ଦଉଛନ୍ତି।